ଜୁଜୁମୁରା ବ୍ଲକର କବ୍ରାପାଲି ଓ ବାହାମ ପଞ୍ଚାୟତର ବିଭିନ୍ନ ସ୍ଥାନରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଜି ଦିନ 10ଟାରେ କବ୍ରାପାଲି ଗ୍ରାମ୍ୟ ଜଙ୍ଗଲରେ ବନ ମହୋତ୍ସବ ପାଳନ ମେଗା ବୃକ୍ଷରୋପଣ କରାଯାଇଛି। ସ୍ଥାନୀୟ ଅପ୍ରାଇଜ କଲେଜ, ସରସ୍ୱତୀ ଶିଶୁ ମନ୍ଦିର, କବ୍ରାପାଲି ପଞ୍ଚାୟତର ସିଆରପି, ଏମବିକେ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ପ୍ରମୁଖ ମିଳିତ ଉଦ୍ୟମରେ ପ୍ରାୟ 1000 ବୃକ୍ଷରୋପଣ କରାଯାଇଛି। ଏଠାରେ 16,000 ବୃକ୍ଷରୋପଣ କରାଯିବାକୁ କାର୍ଯ୍ୟକ୍ରମ ରହିଛି। ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୁଲା ଠାକୁର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଜିଲ୍ଲା ପରିଷଦ ସଦସ୍ୟା କବିତା ସାହୁ, ସ୍ଥାନୀୟ ସରପଞ୍ଚ ଅନ୍ତର୍ଯ୍ୟାମୀ ପ୍ରଧାନ, ସମିତି ସଭ୍ୟା ବନିତା ଓରାମ, ଜୟନ୍ତପୁର ସମିତି ସଭ୍ୟା ଅନିତା ପ୍ରଧାନ, ବିଜେପି ନେତ୍ରୀ ସସ୍ମିତା ଦେହୁରୀ, ଜୁଜୁମୁରା ସମିତି ସଭ୍ୟ ଜୟନ୍ତ ପ୍ରଧାନ, ପରକ୍ଷିତା ନାୟକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ବାହାମ ପଞ୍ଚାୟତର ପଡ଼ିଆବାହାସ୍ଥିତ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟ, ସ୍ଥାୟୀ କଲେଜ ପଡ଼ିଆ ଓ ପ୍ରଧାନପାଲି ହାଇସ୍କୁଲ ପଡ଼ିଆରେ 100ଟି ଲେଖାଏଁ ଚାରା ରୋପଣ କରାଯାଇଛି। ଚାରା ରୋପଣ କାର୍ଯ୍ୟକ୍ରମ ପୂର୍ବରୁ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟ ଓ ପ୍ରଧାନପାଲି ହାଇସ୍କୁଲଠାରେ ଭିନ୍ନ ଭିନ୍ନ 2ଟି ସଭା ହୋଇଥିଲା। ଉଚ୍ଚ ବିଦ୍ୟାଳୟର ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୁଲା ଠାକୁର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ପଣ୍ଡା, ବାହାମ ସରପଞ୍ଚ ସରସ୍ୱତୀ ଭୂସାଗର, ପଡ଼ିଆ ବାହାଲ ରେଞ୍ଜର ସୁନୀଲ କୁମାର ଖିଲାଡ଼ି ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଅଧ୍ୟକ୍ଷ ଅକ୍ଷୟ କୁମାର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅମିତ ନାଗ ଏହାକୁ ପରିଚାଳନା କରିଥିଲେ। ସେହିପରି ପ୍ରଧାନପାଲି ହାଇସ୍କୁଲଠାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଭୂସାଗର, ଶିକ୍ଷାବିତ୍ ଶ୍ରୀ ପଣ୍ଡା, ସ୍କୁଲ ପରିଚାଳନା କମିଟି ସଭାପତି ସରୋଜ ମେହେର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ବରିହା ସଭାରେ ଅଧ୍ୟକ୍ଷତା କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜିତ ସମସ୍ତ କାର୍ଯ୍ୟକ୍ରମରେ ରେଞ୍ଜର ସୁନୀଲ କୁମାର ଖିଲାଡ଼ି, ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ, ବିଜେପି ନେତ୍ରୀ ଟିକି ପ୍ରଧାନ, ନରେଶ ପ୍ରଧାନ, ଦେବାନନ୍ଦ ଭୂସାଗର, ରାଜାରାମ ନାୟକ, ବନ ବିଭାଗର ସମସ୍ତ ଅଧିକାରୀ ପ୍ରମୁଖ ସହିତ ସିଆରପି, ଏମବିକେ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉଭୟ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।